नमस्कार दर्शक बंधु पूर्व पक्ष प्रस्तुत मैदान को मु तृप्ति आपण मानकु स्वागत करुछि। जदि आपण टी20 क्रिकेट एवं धुआंधार बैटिंग रो फैन तेबे आजिर मैच आपणक पय संपूर्ण नजर रखिबार मैच। भारतीय युव टीम आजिठारु जिम्बाब्वे विपक्ष रे 3 मैच विशिष्ट टी20 सीरीज रो प्रथम मुकाबला खेलिबाकु जाउछि। एही सीरीज हरारे स्पोर्ट्स क्लब रे खेला जाउछि। तेबे सबुठारु बड़ कथा हेउछि आजिर मैच रे भारतर विस्फोरक ओपनर अभिषेक शर्मा एक बड़ इतिहास रचिबाकु जाउछंती। मात्र 2टी छक्का एवं 16 रन। हाँ दर्शक बंधु, आज केवल एतिकी कारनामा कले अभिषेक शर्मा निज नारे करिनेबे 2-2टी महा रेकर्ड। चलतु प्रथमे जानिबा सेही छक्कार रेकर्ड विषय रे। टी20 क्रिकेट रे ओपनर भाबरे अभिषेक शर्मा नाम रे एबे 348टी छक्का रहिछि। आजिर मैच रे से जदि मात्र 2टी छक्का मारि दियंती तेबे टी20 क्रिकेट इतिहास रे ओपनर भाबरे तांकर 350टी छक्का पूरण होइजिବ। एही 2टी छक्का मारिबा सह से भारतर संजू सैमसन को रेकर्ड को मध्य पछरे पकाई देबे। संजू सैमसन ओपनिंग करी 350 छक्का मारिबार रेकर्ड निज नारे रखिथिले। आउ अभिषेक एबे तांकु टपी जिबाकु मात्र 2टी बड़ शॉट दूरे अछंती। ଯେଉଁ ଭଳି ଭାବେ ଅଭିଷେକ ପ୍ରଥମ ବଲରୁ ହିଁ ବୋଲରଙ୍କ ଉପରେ ହାବି ହୁଅନ୍ତି, ଏହି ରେକର୍ଡ ଆଜି ମ୍ୟାଚର ପ୍ରଥମ କିଛି ଓଭର ଭିତରେ ହିଁ ହୋଇଯିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। କେବଳ ଏତିକି ନୁହେଁ, ଅଭିଷେକଙ୍କ ଆଗରେ ଆଉ ଏକ ନମ୍ବର 1 ରେକର୍ଡ ହାତ ଠାରି ଡାକୁଛି। ଭାରତ ଏବଂ ଜିମ୍ବାବ୍वे ମଧ୍ୟରେ ଖେଳା ଯାଇଥିବା ଟି20 ମ୍ୟାଚ୍ ଗୁଡ଼ିକରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିବାର ରେକର୍ଡ ସିକନ୍ଦର ରଜାଙ୍କ ନାଁରେ ରହିଛି। ସିକନ୍ଦର ରଜା 11ଟି ମ୍ୟାଚରେ 194 ରନ୍ କରି ସବୁଠାରୁ ଆଗରେ ରହିଛନ୍ତି। ଅନ୍ୟପଟେ ଅଭିଷେକ ଶର୍ମା ମାତ୍ର 6ଟି ମ୍ୟାଚରେ 179ଟି ରନ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅର୍ଥାତ୍ ଆଜିର ମ୍ୟାଚରେ ଅଭିଷେକ ଯଦି ନିଜ ବ୍ୟାଟ୍ରୁ ମାତ୍ର 16 ରନ୍ ସଂଗ୍ରହ କରନ୍ତି ତେବେ ସେ ସିକନ୍ଦର ରଜାଙ୍କୁ ପଛରେ ପକାଇ ଭାରତ ଜିମ୍ବାବ୍वे ଟି20 ସିରିଜର ମୁକାବିଲାରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ବନିଯିବେ। ମାତ୍ର 16 ରନ୍ କରି ନମ୍ବର 1 ହେବାର ଏହି ସୁଯୋଗକୁ ଅଭିଷେକ ନିଶ୍ଚିତ ଭାବରେ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ତେବେ କ୍ରିକେଟ ଫ୍ୟାନ୍ସଙ୍କର ମନରେ ପ୍ରଶ୍ନ ଆସୁଥିବ, ଅଭିଷେକଙ୍କ ପାଇଁ ଏହି ସିରିଜ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ସତ କହିବାକୁ ଗଲେ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ଗ୍ରସ୍ତ ଭାରତୀୟ ଟି20 ଦଳ ପାଇଁ ଆଶା ମୁତାବକ ନଥିଲା। ଦଳକୁ ସେଠାରେ ସଂଘର୍ଷ କରିବାକୁ ପଡ଼ିଥିଲା। ଅଭିଷେକ ଶର୍ମା ବି ଇଂଲଣ୍ଡ ବିପକ୍ଷରେ 5ଟି ମ୍ୟାଚର ସିରିଜରେ ବଡ଼ ପାରି ଖେଳିବା ପରେ ବିଫଳ ହୋଇଥିଲେ ଏବଂ ମୋଟ 131 ରନ୍ କରିପାରିଥିଲେ। ତେଣୁ ସେହି ନିରାଶାକୁ ପଛରେ ପକାଇ ଜିମ୍ବାବ୍वे ମାଟିରେ ନିଜର ପୁରୁଣା ଦମଦାର ଫର୍ମକୁ ଫେରିବା ପାଇଁ ଅଭିଷେକଙ୍କର ଏହା ସବୁଠୁ ବଡ଼ ସୁଯୋଗ। ହେଲେ ହରାରେର ଏହି ପିଚ୍ରେ କାମ ଏତେ ସହଜ ହେବ ନାହିଁ। ହରାରେ ସ୍ପୋର୍ଟ୍ସ କ୍ଲବର ପିଚ୍ରେ ସାଧାରଣତଃ ଭଲ ବାଉନ୍ସ ଏବଂ ପେସ୍ ଦେଖିବାକୁ ମିଳିଥାଏ। ଜିମ୍ବାବ୍वे ଦଳ ପାଖରେ ବ୍ଲେସିଂ ମୁଜ୍ରାବାନି ଏବଂ ରିଚାର୍ଡ ନାଗାରଭାଙ୍କ ଭଳି ଅନୁଭବୀ ଓ ଡେଞ୍ଜରସ୍ ଫାଷ୍ଟ ବୋଲର ରହିଛନ୍ତି, ଯାହାଙ୍କ ପାଖରେ ନୂଆ ବଲରେ ଭାରତୀୟ ଓପନରକୁ ଅସୁବିଧାରେ ପକାଇବାର କ୍ଷମତା ରହିଛି। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ପ୍ରାରମ୍ଭିକ ଓଭର ଗୁଡ଼ିକରେ ଟିକିଏ ସଂଯମତା ଏବଂ ଶୃଙ୍ଖଳା ଦେଖାଇବାକୁ ପଡ଼ିବ। ଅନ୍ୟପଟେ ଏହି ସିରିଜରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ନ୍ୟାସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ତଥା ପୂର୍ବତନ ଦିଗ୍ଗଜ ଖେଳାଳି ଭିଭିଏସ୍ ଲକ୍ଷ୍ମଣ ଷ୍ଟାଣ୍ଡ ହେଡ୍ କୋଚ୍ ଭାବରେ ଦାୟିତ୍ୱ ସମ୍ଭାଳୁଛନ୍ତି। ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଏହି ୟୁଥ୍ ଟିମ୍ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ବି ସମସ୍ତଙ୍କ ନଜର ରହିବ। ଯଦି ଆମେ ଦୁଇ ଦଳର ଭାରତ ଜିମ୍ବାବ୍वे ହେଡ୍ ଟୁ ହେଡ୍ ରେକର୍ଡ ଦେଖିବା ତେବେ 2010ରୁ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ 14ଟି ଟି20 ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଭାରତ 11ଟି ମ୍ୟାଚ୍ ଜିତି ଏକଚାଟିଆ ପ୍ରଭୁତ୍ୱ ବିସ୍ତାର କରିଥିବା ବେଳେ ଜିମ୍ବାବ୍वे 3ଟି ମ୍ୟାଚରେ ବିଜୟୀ ରହିଛି। ତଥାପି ନିଜ ଘରୋଇ ମାଟିରେ ଜିମ୍ବାବ୍वे ଦଳ ସବୁବେଳେ ବିପଜ୍ଜନକ। ତେଣୁ ଶ୍ରେୟସ ଅବ୍ଦୁଲ ଅଲି ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଏହି ଭାରତୀୟ ଦଳ ଜିମ୍ବାବ୍वेକୁ ଆଦୌ ହାଲୁକା ଭାବରେ ନେବେ ନାହିଁ।
ଏହି ସିରିଜ୍ ପାଇଁ ଭାରତୀୟ ଦଳରେ ଶ୍ରେୟସ ଆୟର, ତିଲକ ବର୍ମା, ଅଭିଷେକ ଶର୍ମା, ईशान किसान, वैभव सूर्यवंशी, शिवम दुबे, रिंकू सिंह एवं मयंकर यादव भली अत्यंत प्रतिभावान खेलाड़ी अछंती। अन्यपटे जिम्बाब्वे टीम रो कमांडर सिकंदर रजा मध्य हातरे रहिछंती। संध्यारे मैच आरंभ हेबाकु जाउछि। समस्त भारतीय क्रिकेट प्रशंसकों नजर एबे अभिषेक शर्मा उपरे। से आज प्रथम मैच रे ही एही दुईटी जाक ऐतिहासिक रेकर्ड निज ना रे करि परुछंती कि नहीं? आपनको कोन लागुछि? अभिषेक शर्मा आज प्रथम ओवर रे ही दुईटी छक्का मारी रेकर्ड भांगिबे तो? आमको कमेंट करी निश्चय जणांतु। खेल जगतर एपरी ताजा खबर एवं रोमांचकर अपडेट पाई आम चैनल को लाइक, शेयर एवं सब्सक्राइब करने को जमार भूलंतु नहीं। आज पाई एतिकी रहुछि। नमस्कार। अल्प परिश्रम रे अधिक आय देउछि सौमेन अग्रवती। सुलभ मूल्य रे मेसिन नियंतु आउ घरे बसी निजे स्वावलंबी हेबा सहित अन्य को रोजगार दियंतु। सौमेन अग्रवती, फ्लैट नंबर A88, सैयदनगर, भुवनेश्वर।